ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ବିଗତ ବର୍ଷର ଦ୍ୱିତୀୟ ଶ୍ରେଣୀ ଗଣିତ ମୌଖିକ ପ୍ରଶ୍ନ ନେଇ ଆସିଛି। ଆଜି ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, 1 ଘଣ୍ଟା ଯେ କେତେ ମିନିଟ୍? କେତେ ମିନିଟ୍ ପିଲାମାନେ? 1 ଘଣ୍ଟା ହେଉଛି 60 ମିନିଟ୍। 2 ନମ୍ବର ପ୍ରଶ୍ନ, 6ଟି କଙ୍କଡ଼ାର କେତୋଟି ଗୋଡ଼? ଜାଣିଛନ୍ତି ପିଲାମାନେ ଗୋଟିଏ କଙ୍କଡ଼ାର କେତୋଟି ଗୋଡ଼? ଗୋଟିଏ କଙ୍କଡ଼ାର 10ଟି ଗୋଡ଼। 6ଟି କଙ୍କଡ଼ା କେତୋଟି ଗୋଡ଼? 10 ଗୁଣନ 6 ସମାନ କେତେ ହେଲା? 60ଟି। ତେଣୁ 6ଟି କଙ୍କଡ଼ାର 60ଟି ଗୋଡ଼। 3 ନମ୍ବର ପ୍ରଶ୍ନ, କେତୋଟି 1 ପଇସା ମିଶିଲେ 1 ଟଙ୍କା ହେବ? ଜାଣିଛନ୍ତି ପିଲାମାନେ 1 ଟଙ୍କା କେତେ ପଇସା? ପିଲାମାନେ 1 ଟଙ୍କା ହେଉଛି 100 ପଇସା। 100 ପଇସା। ତେଣୁ କେତୋଟି 1 ପଇସା ହେଲେ 100 ପଇସା ହେବ? ତା ଅର୍ଥ 100ଟି। ତେଣୁ 100 ପଇସାରେ ଯଦି ଆମେ 1 ପଇସା ହରିଦେବା କେତେ ଉତ୍ତର ବାହାରିବ? 100ଟି। ତେଣୁ 100ଟି 1 ପଇସା ହେଲେ 1 ଟଙ୍କା ହେବ। 4 ନମ୍ବର ପ୍ରଶ୍ନ, କେଉଁ ସଂଖ୍ୟାକୁ 4 ଦ୍ୱାରା ଭାଗ କଲେ ଭାଗଫଳ 8 ହେବ ଏବଂ ଭାଗଶେଷ 0 ହେବ? କେଉଁ ସଂଖ୍ୟାକୁ 4 ଦ୍ୱାରା ଭାଗ କଲେ ଭାଗଫଳ 8 ହେବ ଓ ଭାଗଶେଷ 0 ହେବ? କ'ଣ କରିବା ପିଲାମାନେ? 8ରେ 4 ଗୁଣିଦେବା। 8 ଚଉ କେତେ? 32। ଯଦି ଆମେ 32ରେ ଯଦି 4 ଆମେ ଭାଗ କରିବା ଭାଗଫଳ କେତେ ହେବ? 8 ହେବ ଏବଂ ଭାଗଶେଷ 0 ହେବ। ଦେଖ ପିଲାମାନେ 32ରେ ଯଦି ମୁଁ 4 ଭାଗ କଲି 4 ଅଷ୍ଟା କେତେ? 4 ଅଷ୍ଟା 32। ଭାଗଫଳ 8 ହେଲା ଏବଂ ଭାଗଶେଷ 0 ହେଲା। ଉତ୍ତର ଆମର କେତେ ହେଲା? ଉତ୍ତର ହେଲା 32। 5 ନମ୍ବର ପ୍ରଶ୍ନ, ଇଂରାଜୀ ବର୍ଷର ଦିନ ସଂଖ୍ୟା କମ୍ ଥିବା ମାସଟିର ନାମ କ'ଣ? ଉତ୍ତର ହେଉଛି କ'ଣ? ଉତ୍ତର ହେଉଛି ଫେବୃଆରୀ ମାସ। ଫେବୃଆରୀ ମାସ। 6 ନମ୍ବର ପ୍ରଶ୍ନ, 1 ଲିଟର ଯେ କେତେ ମିଲିଲିଟର? 1 ଲିଟର ହେଉଛି 1000 ମିଲିଲିଟର। 1000 ମିଲିଲିଟର। 7 ନମ୍ବର ପ୍ରଶ୍ନ, କେତୋଟି ଅଧା ମିଶିଲେ 2 ହେବ? ଅଧା ମାନେ ପିଲାମାନେ କ'ଣ? 1 ସହିତ 2। କେତୋଟି 1 ସହିତ 2 ମିଶିଲେ 2 ହେବ? କେତୋଟି ହେବ? 4ଟି। 1 2 ଯୁକ୍ତ 1 2 ଯୁକ୍ତ 1 2 ଯୁକ୍ତ 1 ସହିତ 2 ମିଶିଲେ କେତେ ହେବ? 2 ହେବ। ତେଣୁ କେତୋଟି ଅଧା ମିଶିଲେ 2 ହେବ? ଉତ୍ତର ହେବ 4ଟି ଅଧା ମିଶିଲେ 2 ହେବ। 4ଟି ଅଧା ମିଶିଲେ 2 ହେବ। 8 ନମ୍ବର ପ୍ରଶ୍ନ, ଗୋଟିଏ ଇଟାର କେତୋଟି ଧାର ଅଛି? ଗୋଟିଏ ଇଟାର 12ଟି ଧାର ଅଛି। 9 ନମ୍ବର ପ୍ରଶ୍ନ, ଅଧା କିଲୋଗ୍ରାମ କହିଲେ କେତେ ଗ୍ରାମ? ଜାଣିଛନ୍ତି ପିଲାମାନେ 1 କିଲୋଗ୍ରାମ କେତେ ଗ୍ରାମ? 1 କିଲୋଗ୍ରାମ ହେଉଛି 1000 ଗ୍ରାମ। ଅଧ କିଲୋଗ୍ରାମ ହେଉଛି କେତେ? 1000 ଅଧା, ତା ଅର୍ଥ 500 ଗ୍ରାମ। ଅଧ କିଲୋଗ୍ରାମ ହେଉଛି 500 ଗ୍ରାମ। 10 ନମ୍ବର ପ୍ରଶ୍ନ, 10ର 5 ଗୁଣ ଯେତେ କେଉଁ ସଂଖ୍ୟାର 10 ଗୁଣ ସେତେ? ଦେଖ ପିଲାମାନେ 10ର 5 ଗୁଣ, ତା ଅର୍ଥ 10ରେ ଆମେ 5 ଗୁଣି ଦେବା। 10 5 କେତେ? 50। 10ର 5 ଗୁଣ ଯେତେ, 10ର 5 ଗୁଣ ହେଉଛି କେତେ? 50। କେଉଁ ସଂଖ୍ୟାର 10 ଗୁଣ ସେତେ? ତା ଅର୍ଥ ଆମେ କ'ଣ କରିବା? 50ରେ 10 ହରିଦେବା। କେତେ ହେଲା? 5। ତେଣୁ ଉତ୍ତର ହେଉଛି କେତେ? 5। 10ର 5 ଗୁଣ ହେଉଛି 50। 5ର 10 ଗୁଣ ମଧ୍ୟ ସେଇ ହେବ 50। 11 ପ୍ରଶ୍ନ, ତୁମ ଗଣିତ ବହିର ଆକାର କିପରି? ଗଣିତ ବହିର ଆକାର ହେଉଛି ଆୟତ ଘନାକାର। ଆୟତ ଘନାକାର। 12 ପ୍ରଶ୍ନ, 5ଟି କଲମର ମୂଲ୍ୟ 20 ଟଙ୍କା ହେଲେ 10ଟି କଲମର ମୂଲ୍ୟ କେତେ ହେବ? ଦେଖ ପିଲାମାନେ 5ଟି କଲମର ମୂଲ୍ୟ କେତେ? 20 ଟଙ୍କା। ଯଦି 5ଟି କଲମର ମୂଲ୍ୟ 20 ଟଙ୍କା ହୁଏ, ଗୋଟିଏ କଲମର ମୂଲ୍ୟ କେତେ? କ'ଣ କରିବା? 20ରେ 5 ହରିଦେବା। କେତେ ହେଲା? 4 ଟଙ୍କା। ଯଦି ଗୋଟିଏ କଲମର ପିଲାମାନେ ମୂଲ୍ୟ ହେଉଛି 4 ଟଙ୍କା, ତ 10ଟି କଲମର ମୂଲ୍ୟ କେତେ? 10 ଗୁଣନ 4, 10 ଚଉ 40 ଟଙ୍କା।